ମୁଁ ସୋମନାଥ ସାହୁ ଏକ ଅଷ୍ଟମ ଶ୍ରେଣୀର ଛାତ୍ର। ଆଜି ଜାତୀୟ ପତାକା କବିକୁ ଆବୃତ୍ତି କରିବାକୁ ଯାଉଛି। ଏହି କବିତାର ଲେଖକ ହେଉଛନ୍ତି ପଣ୍ଡିତ ଗୋଦାବରୀଶ ମିଶ୍ର। ପଣ୍ଡିତ ଗୋଦାବରୀଶ ମିଶ୍ର ପୁରୀ ଜିଲ୍ଲା ଅନ୍ତର୍ଗତ ଆଧୁନିକ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଏକାଧାରରେ ଜଣେ ଔପନ୍ୟାସିକ, କବି ଏବଂ ଅନୁବାଦକ ଥିଲେ। ତାଙ୍କର ଜାତୀୟ ପତାକା ପ୍ରତି ସମ୍ମାନ, ସ୍ୱଦେଶ ପ୍ରେମ ଏବଂ କବିଙ୍କର ସୌନ୍ଦର୍ଯ୍ୟ ଏହି କବିତାରେ ପ୍ରତିଫଳିତ ହୋଇଛି। ଚାଲନ୍ତୁ ମୁଁ ଆପଣଙ୍କୁ ଏହି କବିତାଟି ଆବୃତ୍ତି କରି ଶୁଣାଉଛି। ଏହି ଯେ ଆମର ଜାତୀୟ ପତାକା, ଉଡ଼େ ଫର ଫର ପବନ ଶୁଏ, ଜାତିର ଏ ଅଟେ ଅମୂଲ୍ୟ ସମ୍ପଦ, କନା ଛେକା ଖଣ୍ଡେ କେବଳ ନୁହେଁ। ଏ ପତାକା ତଳେ 30 ବରଷ ହୋଇଛନ୍ତି ଜାତି ସହିଲେ ରୁଣ୍ଡ, ଜାତୀୟ ସମରେ ଶତ ଶତ ବୀର ଲଢିତ ହରାଇ ଅଛନ୍ତି ମୁଣ୍ଡ। ତଣୁ ସ୍ୱାଧୀନତା ଆସିଛି ରାଇ ଯେ ଯାଇଛନ୍ତି ଚାଲି ବିଦେଶୀ ରଜା, ଛାର କଣା ଖଣ୍ଡେ ନମନ ଏହାକୁ ଏତ ଆମ ପ୍ରିୟ ଜାତୀୟ ଧ୍ୱଜା। ସ୍ଥଳେ ଉଡ଼ାଇଲେ ପଦାତିକ ସେନା, ଉଡ଼ିବ ସାଗର ସମୀର ପୋତେ, ବ୍ରହ୍ମଯୁଦ୍ଧ ବେମ ଜାନେ ଏ ଶୋଭିବ, କାଟ କାଟି ଯିବ ସମୀର ସ୍ୱତେ। ଧନ୍ୟବାଦ।